ରାତି ପ୍ରାୟ 11ଟା ବାଜିଥିଲା। ଅଜୟ ନିଜ ବାଇକରେ ସହରରୁ ନିଜ ଗାଁକୁ ଫେରୁଥିଲେ। ରାସ୍ତାଟି ନିଛାଟିଆ ଏବଂ ଅନ୍ଧକାର ଥିଲା। ଶୀତଳ ପବନ ତାଙ୍କ ମୁହଁରେ ଅନୁଭବ ହେଉଥିଲା। ଏହି ରାସ୍ତାଟା ଏକ ପାର୍ବତ୍ୟ ଅଞ୍ଚଳ ଥିଲା, ଯାହା ଫଳରେ ଲୋକମାନେ ବେଶୀ ଯିବା ଆସିବା କରୁନଥିଲେ। ସେ ରାସ୍ତାର ପାଖାପାଖି ପହଞ୍ଚିବା ମାତ୍ରେ ହଠାତ୍ ତାଙ୍କ ବାଇକ୍ ଅଟକିଗଲା। ସେ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହୋଇନଥିଲା। ଚାରିଆଡ଼େ ନୀରବତା ରହିଥିଲା, କେବଳ ଅଜବ ଶବ୍ଦ ଶୁଣାଯାଉଥିଲା। ଅଜୟ କିଛି ସମୟ ଅପେକ୍ଷା କରି ବାଇକ୍ ଠିକ୍ କରିବାକୁ ଚିନ୍ତା କଲେ। ସେ ଓହ୍ଲାଇ ମଶାଲ ବାହାର କରି ବାଇକ୍କୁ ଦେଖିବା ଆରମ୍ଭ କଲେ। ତାପରେ ସେ ଶୁଣିଲେ କେହି ଜଣେ ପଛରୁ ଅଛନ୍ତି। ସେ ପଛକୁ ଚାହିଁଲେ, କିନ୍ତୁ ସେଠାରେ କେହି ନଥିଲେ। ଅଜୟ ନିଜକୁ ଭ୍ରମ ଭାବି ପୁଣି ବାଇକ୍କୁ ସଜାଡ଼ିବା ପାଇଁ ଟ୍ରାଏ କଲେ। ହଠାତ୍ କେହି ଜଣେ ତାଙ୍କ କାନ୍ଧରେ ହାଲୁକା ହାତ ରଖିବା ଅନୁଭବ କଲେ। ସେ ଶୀଘ୍ର ବୁଲି ଦେଖିଲେ ଯେ ଧଳା ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି। ଓଠରେ ଏକ ଅଦ୍ଭୁତ ହସ ଥିଲା। ଅଜୟ ଭୟଭୀତ ଭାବରେ ପଚାରିଲେ, ତୁମେ କିଏ? ମହିଳା ଜଣକ ଉତ୍ତର ଦେଲେ ନାହିଁ। ସେ ଧୀରେ ଧୀରେ ଅଜୟ ଆଡ଼କୁ ଆସିଲା। ଅଜୟ ଭୟଭୀତ ହୋଇ ବାଇକ୍ ଛାଡ଼ି ଦୌଡ଼ି ପଳାଇବାକୁ ଲାଗିଲେ। ମହିଳା ଜଣକ ବର୍ତ୍ତମାନ ତାଙ୍କ ସାମ୍ନାରେ ଥିଲେ। ସେ ନରମ ଭାବରେ କହିଲେ, ତୁମେ ମୋର ଶାନ୍ତି ଭଙ୍ଗ କରିଛ। ବର୍ତ୍ତମାନ ତୁମେ ମଧ୍ୟ ଏଠାରେ ରହିବ। ଅଜୟ ଜୋରରେ ଚିତ୍କାର କରି ଚେତାଶୂନ୍ୟ ହୋଇଗଲେ। ସକାଳେ ଲୋକମାନେ ଅଜୟଙ୍କୁ ରାସ୍ତା କଡ଼ରେ ପଡ଼ିଥିବାର ଦେଖିଲେ। ଲୋକମାନେ ତାଙ୍କୁ ତାଙ୍କ ଘରକୁ ନେଇଥିଲେ, କିନ୍ତୁ ସେହି ଦିନଠାରୁ ଅଜୟ କେବେ ବି ଠିକ୍ ହୋଇପାରିନଥିଲେ। ଲୋକମାନେ କୁହନ୍ତି ଯେ ରାତିରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତଥାପି ସେହି ମହିଳାଙ୍କ ଛାଇ ଦେଖନ୍ତି। ହରର ଷ୍ଟୋରି। ଯଦି ଆମ ହରର ଷ୍ଟୋରି ଆପଣଙ୍କୁ ଭଲ ଲାଗୁଛି, ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରନ୍ତୁ।